মাঝি রে 1938 ମସିହା ଜାନୁଆରୀ 20 ତାରିଖ ନୂଆ ହେଇ ଶୁଭିଥିଲା ଗୋଟେ କୁନି ଶିଶୁର ପ୍ରଥମ କୁଆଁ। ଆହା, ସେଦିନ କ'ଣ କେହି ବି ଜାଣିଥିଲା ସେଇ କୁନି ପିଲାଟି ବଡ଼ ହେଲା ପରେ ସଙ୍ଗୀତର ଅଥଳ ସାଗର ଭିତରେ ମାଝିଟିଏ ହେଇ ନାଁ ବହି ଚାଲିବ। ମାଝି ରେ ହଁ, ଆମ ଓଡ଼ିଆ ସଙ୍ଗୀତର ଚିର ସବୁଜ ସୁରିଲା ମାଝିଟିଏ ସେ, ଯାଙ୍କ ନାଁରେ 200ରୁ ଅଧିକ ସିନେମାର ସଙ୍ଗୀତ। କେତେବେଳେ ସେ ନେଇଯାଆନ୍ତି ପାହାଡ଼ ସେପାଖେ ଥିବା ଗୋଟେ ଛୋଟ ଗାଁକୁ, ତ କେତେବେଳେ ପୁଣି ଶାନ୍ତ ସରଳ ମନ ତାଙ୍କର ଖୋଜୁଖୋଜୁ ହୁଏ ଗାଁରୁ ସହରକୁ ଚାଲିଯିବାକୁ। କେତେବେଳେ ସେ ରାତିମାନଙ୍କୁ ଏକାଠି କରନ୍ତି, ସ୍ମୃତି କରି ଛାତିରେ ସାଇତି ରଖନ୍ତି। ପୁଣି କେତେବେଳେ ରାତିକୁ ଭୁଲି ନିଦକୁ ଭୁଲି ସୁନେଲି ସକାଳ ପଛରେ ଧାଉଁଥାନ୍ତି। ତାଙ୍କ ଗୀତର ଯାଦୁ ଅନେକଙ୍କ ଆଦ୍ୟ ଯୌବନରେ ଅପରାଧୀର ରଙ୍ଗ ଲଗେଇଛି। ପୁଣି ତାଙ୍କ ଦରଦୀ କଣ୍ଠର ଜୀବନ ସଙ୍ଗୀତ ଅନେକଙ୍କ ଆଖି ବି ଭିଜେଇଛି। ସେଇ କୁନି ଭାଇ ଆମ ସଙ୍ଗୀତ ଆକାଶର ବିଶାଳ ଇନ୍ଦ୍ରଧନୁଟିଏ। 1958 ମସିହା ମା ଚଳଚ୍ଚିତ୍ରରୁ ଓଲିଉଡ୍ ଆକାଶରେ ଉଭା ହୋଇଥିବା ଏହି ଇନ୍ଦ୍ରଧନୁ ପ୍ରାୟ 4 ଦଶନ୍ଧି ଧରି ସେମିତି ଚମକି ଚାଲିଛି। ସେଇ ଅମଳିନ ଇନ୍ଦ୍ରଧନୁ, ସେଇ ସୁରିଲା ମାଝି କୁନି ଭାଇ ଆମ ସମସ୍ତଙ୍କର ପ୍ରଣମ୍ୟ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକ। ଆଜି ତରଙ୍ଗ ସିନେ ଉତ୍ସବ ମଞ୍ଚରେ ତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କଲାବେଳେ ଆମେ ସମସ୍ତ ସଙ୍ଗୀତ ପ୍ରେମୀ ନିଜକୁ ଧନ୍ୟ ମନେ କରୁଛୁ। ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ସାର୍, କ୍ୟାନ୍ वी हैव यू ऑन द स्टेज प्लीज? ତା ସହିତ ଆମେ ଡାକିବାକୁ ଚାହିଁବୁ ଲିତିସା ମଙ୍ଗତ ପଣ୍ଡାଙ୍କୁ, ଡିରେକ୍ଟର ଅଫ୍ ତରଙ୍ଗ ବ୍ରଡକାଷ୍ଟିଂ କମ୍ପାନୀ ଲିମିଟେଡ୍। ପ୍ଲିଜ୍ ମ୍ୟାମ୍ କମ୍ ଟୁ ଦ ଷ୍ଟେଜ। মাঝি রে শ্রাবণ পূর্বা পবন বহি যা মাঝি রে জুড়ে রাই পরাণ শ্যাম কি বুঝে তমন জুড়ে রাই পরাণ মাঝি রে মাঝি রে আয়ে মাঝি মাঝি রে মাঝি রে মাঝি রে। থ্যাংক ইউ, থ্যাংক ইউ। नमस्कार, जय जगन्नाथ। प्रति वर्ष आमे लाइफ टाइम अचीवमेंट अवार्ड एमती ही कंटिन्यू करी आसुचु एंड आई एम वेरी वेरी ऑनर्ड टू हैव यू सर एंड टू प्रेजेंट दिस अवार्ड टू यू. You are a living legend and it is such an honor to be here with you and to be able to give this award to you. It just feels like from one generation to another generation, we are only taking inspiration from you.